ଜଗନ୍ନାଥ ହର ଶମ୍ଭୁ। ଚାଲନ୍ତୁ ଏବେ ପଢ଼ିବା ଶ୍ରୀ ସୁଦଶା ବ୍ରତ କଥା। ସତ୍ୟ ଯୁଗରେ ଅବନ୍ତୀ ନାମେ ନଗରୀ, ତହିଁରେ ସୁଦର୍ଶନ ରାଜା। ସେ ରାଜା ବଡ଼ ଧାର୍ମିକ ଅଟନ୍ତି। ତାହାଙ୍କର ଭାର୍ଯ୍ୟା ନାମ ସୁଦଶା ପାଟରାଣୀ। ସେ ଲକ୍ଷ୍ମୀଙ୍କ ଅଂଶ ଅବତାର ଅଟନ୍ତି। ସେ ରାଜାଙ୍କ ଆଉ ଅନେଶ୍ୱତ ରାଣୀ ଅଛନ୍ତି। ସୁଦଶା ରାଣୀଙ୍କୁ ମିଶି 100 ରାଣୀ ଅଛନ୍ତି। ଏମନ୍ତ ସେ ସୁଦର୍ଶନ ରାଜା। ତାହାଙ୍କ କଟକରେ ଲକ୍ଷେ ଶ୍ରୀ ସାଧବ ଅଛନ୍ତି। ତାହାଙ୍କ ଭାର୍ଯ୍ୟା ସୁଦଶା ବ୍ରତ କରନ୍ତି। ଏମନ୍ତ ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ଗୁରୁବାରର ପଡ଼ିଲା। ପଣ୍ଡିତମାନେ ସୁଦଶା ବ୍ରତ ପଡ଼ିଲା ବୋଲି କହିଲେ। ସେ ସାଧବାଣୀ ଉଦ୍ବେଗ ହୋଇ ଘର ବଖରାଏ ଲିପିଲେ, ମୁରୁଜ ଚିତା ଦେଲେ, ମଣ୍ଡଣି କଲେ, ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ବାନ୍ଧିଲେ, ମୁକୁଟ ଆଦି ତୋରଣମାନଙ୍କୁ ବାନ୍ଧିଲେ। ସେ ସାଧବାଣୀ ଗୃହସ୍ଥ ପୁତ୍ରବଧୂ ସମସ୍ତଙ୍କୁ ଘେନି ଉତ୍ସବମାନ କଲେ। ନଡ଼ିଆ 10 ଗୋଟି ରଖିଲେ, ଗୁଆ ଆଖୁ କଦଳୀ ସମସ୍ତ ଦ୍ରବ୍ୟମାନ ବାନ୍ଧିଲେ। ଛେନା ଆଦି 10 ପୁର କରି 10 ଗୋଟି ମଣ୍ଡା କରି ସେ ମଣ୍ଡା ମହାଲକ୍ଷ୍ମୀଙ୍କ ଆଗେ ଥୋଇଲେ। ସମସ୍ତ ପଦାର୍ଥ ମାନ ସମ୍ପାଦି କରି ଶ୍ରୀ ମହାଲକ୍ଷ୍ମୀଙ୍କୁ ଚିନ୍ତା କରି କଥା ଶୁଣିବାକୁ ବସିଲେ। ଏମନ୍ତ ସମୟରେ କଥା କହୁ 10 ମଣ୍ଡରୁ ମଣ୍ଡା ଗୋଟିଏ ମାଜିଆର ଯେ ବିରାଡ଼ି ଘେନି ପଳାଇଲା। ସେ ସାଧବାଣୀ ଦେଖିଲା, ଛାଟ ଧରି ଗୋଡ଼ାଇଲା। ମହାଲକ୍ଷ୍ମୀଙ୍କୁ ସ୍ମରଣ କରି ଗୋଡ଼ାନ୍ତେ ବିରାଡ଼ି ପଳାଇ ସେ ସୁଦର୍ଶନ ରାଜା ନବରେ ପଶିଲା। ସାଧବାଣୀ ଗୋଡ଼ାଇ ଯାଇ ନବରେ ପଶନ୍ତେ ଦ୍ୱାରପାଳମାନେ ଛାଡ଼ି ନଥିଲେ। ଛାଡ଼ି ନ ଦେବାରୁ ସାଧବାଣୀ ବଡ଼ ବିସ୍ମୟ ହୋଇ ରୋଦନ କଲା। ଏମନ୍ତ ସମୟରେ ରାଜା ସିଂହାସନରେ ବସିଛନ୍ତି। ସମସ୍ତ ପାତ୍ର ମନ୍ତ୍ରୀ ଅମାନତ୍ୟ ଖୁଣ୍ଟିଆ ପଢ଼ିଆରୀ ଦଳବଳ ରାଜାଙ୍କ ସାନ୍ନିଧ୍ୟ ଅଛନ୍ତି। ଏମନ୍ତ ସମୟରେ ସାଧବାଣୀଙ୍କ ରୋଦନ ରାଜାଙ୍କ କର୍ଣ୍ଣରେ ପଡ଼ିଲା। ରାଜା ନଗରକୁ ନେଇ ଆଜ୍ଞା ଦେଲେ, ଆମ ସିଂହଦ୍ୱାରରେ କିଏ ରୋଦନ କରୁଅଛି ଦେଖ। ଆଜ୍ଞା ପ୍ରମାଣେ ଡଗର ଯାଇ ପଚାରିଲା, କି ଗୋ ମହାତ୍ମାଣୀ, ଏତେ କ୍ରୋଧ ହୋଇ କାହିଁକି ରୋଦନ କର? ସାଧବାଣୀ ବୋଇଲେ, ମୁଁ ମହାଲକ୍ଷ୍ମୀଙ୍କୁ ପୂଜା କରିବା ମଣ୍ଡା ଗୋଟିଏ ବିରାଡ଼ି ଘେନି ରାଜାଙ୍କ ନବରରେ ପଶିଲା। ମୁଁ ଗୋଡ଼ାଇ ପଶନ୍ତେ ମୋତେ ଦ୍ୱାରପାଳମାନେ ଛାଡ଼ି ନ ଦେଲେ। ତେଣୁ କରି ମୁଁ କାଷ୍ଠା ହୋଇ ରୋଦନ କରୁଛି। ମୋର ପିଠା ଗୋଟି ମୋତେ ଦେଲେ ମୁଁ ଯିବି, ନହେଲେ ଏଠାରେ ସ୍ତ୍ରୀ ହତ୍ୟା ହେବ। ଏ କଥା ଡଗର ଶୁଣି ଯାଇ ରାଜାଙ୍କ ଛାମୁରେ କହିଲା। ଭୋଦେବ ଆଜ୍ଞା ପ୍ରମାଣେ ଯାଇ ସେ ସ୍ତ୍ରୀକୁ ପଚାରିଲି। ସେ ବୋଇଲା, ମୋର ସୁଦଶା ବ୍ରତଠାରୁ ମଣ୍ଡା ପିଠା ଗୋଟିଏ ବିରାଡ଼ି ଘେନି ରାଜା ଶ୍ରୀନବରେ ପଶିଲା। ମୁଁ ଗୋଡ଼ାଇ ପଶନ୍ତେ ମୋତେ ଦ୍ୱାରପାଳମାନେ ନିରୋଧିଲେ। ତେଣୁ କରି ମୁଁ କାଷ୍ଠା କରି ରୋଦନ କରୁଛି। ମୋର ମଣ୍ଡା ପିଠା ମୋତେ ଦିଅ, ନହେଲେ ଏଠାରେ ସ୍ତ୍ରୀ ହତ୍ୟା ହେବ। ତାହା ଶୁଣି ପାତ୍ର ମନ୍ତ୍ରୀ ସଭାଜନ ସମସ୍ତେ ହସିଲେ। ତାହା ଶୁଣି ରାଜା ଆଜ୍ଞା ଦେଲେ, ଆରେ କୁହ ତାଙ୍କୁ 7 ତାଟ ପିଠା ଦେବା। ଲେଉଟି ଡଗରା ଯାଇ ସାଧବାଣୀକୁ କହିଲା। ରାଜା ଆଜ୍ଞା ଦେଲେ, ଆମେ ତାକୁ 7 ତାଟ ପିଠା ଦେବା। ଶୁଣି ସାଧବାଣୀ ବୋଇଲା, ମୋର 7 ତାଟ ପିଠାରେ କାର୍ଯ୍ୟ ନାହିଁ। ମୋର ମଣ୍ଡା ପିଠା ଗୋଟିଏ ମୋତେ ଦେବ। ତାହା ଶୁଣି ଡଗରା ଯାଇ ଛାମୁରେ କରପତ୍ର ଯୋଡ଼ି ବୋଇଲା। ଭୋରାଜନ ସେ ସାଧବାଣୀ ବୋଇଲେ, ମୋର 7 ତାଟ ପିଠାରେ କାର୍ଯ୍ୟ ନାହିଁ। ମୋର ମଣ୍ଡା ପିଠା ଗୋଟି ମୋତେ ଆଜ୍ଞା କରିବେ। ଏହା ଶୁଣି ସମସ୍ତେ ହାସ୍ୟ କଲେ। ରାଜା ଆସନୁ ଉଠି ଯାଇ ସିଂହଦ୍ୱାରରେ ସାଧବାଣୀକୁ ଦେଖିଲା। ଆଜ୍ଞା ଦେଲେ, ଆଗ ସାଧବାଣୀ, ତୁ କାଷ୍ଠା ନ କର, ଆମଠାରୁ ସୁନା ମଣ୍ଡା ଗୋଟିଏ ନିଅ। ସାଧବାଣୀ ବୋଇଲା, ସୁନା ମଣ୍ଡାରେ କାର୍ଯ୍ୟ ନାହିଁ। ରାଜା କହିଲେ, ଏତେ କାଷ୍ଠା କାହିଁକି କରୁଛୁ? ସାଧବାଣୀ କହିଲେ, ହେ ଦେବ, ମୋହର ପୂଜା ପିଠା ଆଜ୍ଞା କର। ରାଜା କଥା ଶୁଣି ହସିଲେ। ସାଧବାଣୀ ବୋଇଲା, ଭୋ ଦେବ ଶୁଣିବା ହେଉ, ମୋହରି ସେଇ ମଣ୍ଡା ଗୋଟିଏ, ତୁମର 100 ସୁନା ମଣ୍ଡା ସହିରି ନୁହେଁ। ଏହା ଶୁଣି ରାଜା ଆଜ୍ଞା ଦେଇ ମଧୁସୁଲି କରାଇ, ଆମ୍ବ ପାଟ ମହା ଦେଇ ପିଠା ଅଛି କି? ଆଜ୍ଞା ପ୍ରମାଣେ ମଧୁସୁଲି ଯାଇ ରାଜା ହଂସପୁରରେ ଦେଖିଲା। ସୁଦଶା ମହାଦେବୀ ଅନେଶ୍ୱତ ରାଣୀଙ୍କୁ ଘେନି ମହା ଉତ୍ସବରେ ସୁଦଶା ବ୍ରତ କରୁଛନ୍ତି। ପୂର୍ବ ମଣ୍ଡିଣ କରି ନାନା ପୁଷ୍ପରେ ବିଲୋପନ କରି ସୁବର୍ଣ୍ଣ ବେଦୀ ଉପରେ ପାଟପତନି ମାଣିକ୍ୟରେ ଦୀପାଳି ଚାରିପାଖେ ବସାଇ ନଗର ଯାକ ମୁକୁତା ତୋରଣ ବାନ୍ଧି ଗନ୍ଧ ଚନ୍ଦନ ଛରା ଦେଇ ଶ୍ରୀ ମହାଲକ୍ଷ୍ମୀଙ୍କୁ ନାନା ଉପହାର ଦ୍ରବ୍ୟ ଘେନି ପୂଜା କରୁଛନ୍ତି। ସମସ୍ତ ରାଣୀମାନେ ନାନା ଫଳ ବାଢ଼ି ନାନା ବିଚିତ୍ର ପାଟମାନ ପିନ୍ଧି ଦିବ୍ୟ ପାଟ ମାନ ଉପରାଣ ଦେଇ ଅମୂଲ୍ୟ ଅଳଙ୍କାରମାନ ରତ୍ନରେ ବେଶ ହୋଇ ଶ୍ରୀ ମହାଲକ୍ଷ୍ମୀଙ୍କ ପୂଜା ବିଧି କରୁଅଛନ୍ତି। ବିଧି ପୂର୍ବ କରି 10 ବିଧି ପ୍ରମାଣେ ବାଡ଼ି କରି କଥା କହୁଅଛନ୍ତି। ଏମନ୍ତ ଶୁଣି ମଧୁସୁଲି ଯାଇ ରାଜା ଛାମୁରେ କହିଲା, ହେ ଦେବ, ଅନେଶ୍ୱତ ରାଣୀଙ୍କୁ ଘେନି ସୁଦଶା ମହାଦେବୀ ସୁଦଶା ବ୍ରତ କରୁଅଛନ୍ତି। ଜଣେକେ 10 ମଣ୍ଡା, 10 ନାଡ଼ ଦୁବ, 10 ଗୋଟି ଅକ୍ଷତ ପ୍ରମାଣେ ଗନ୍ଧ ପୁଷ୍ପ ଧୂପ ଦୀପ ଗୁଆ ନଡ଼ିଆ ସୂତା ଦଉଡ଼ି 10 ଖିଅ ଲେଖାରେ 10 ବର୍ଷ ପୁଅ ହାତରେ 10 ହାତ ଲମ୍ବା କରି ତାହା 3 ଗୁଣ କରି ଦଉଡ଼ି କରି
ଭଳି 10 ଗୋଟି ଗଣ୍ଠି ପକାଇ କରି ରଖିଅଛନ୍ତି। ନା ବିଚିତ୍ର ମଣ୍ଡି କରିଅଛନ୍ତି। ଦେଖି ଆଇଲି, ଛାମୁରେ ଜଣାଇଲି। ତାହା ଶୁଣି ରାଜା ସାଧବାଣୀକୁ ଦୁଆରେ ରଖି ରାଣୀ ହଂସପୁରକୁ ବିଜେ କଲା। ରାଜା ସୁଦଶା ରାଣୀଙ୍କୁ ସାନ୍ନିଧ୍ୟ ଗଲା। ରାଣୀ ପୂଜା ସାନ୍ନିଧ୍ୟକୁ ଯାଇ ଉଭା ହେଲେ। ରାଣୀ ବଇଲେ, କି ଆଜ୍ଞା ହେବା ହଉ। ରାଜା ବଇଲେ, ରାଣୀଙ୍କୁ କଥାଏ କହିବି, ସତ୍ୟ କର। ରାଣୀ ବଇଲେ, ଭଦେବ ସତ୍ୟ କଲି। ଆଜ୍ଞା ହେଉ। ରାଜା ବଇଲେ, ତୁମେ ଯେ ସୁଦଶା ବ୍ରତ କରୁଛ, ସେଇ ବ୍ରତ ପିଠାରୁ ପିଠା ଗୋଟିଏ ଦେବ। ରାଣୀ ଶୁଣି ବିସ୍ମୟ ହେଲେ। ଭଦେବ ଆମର ଶିରି ତୁଟିଲା। ଏମନ୍ତ କହି ପୂଜା ପିଠାରୁ ଗୋଟିଏ ରାଜାଙ୍କ ହସ୍ତରେ ଦେଲେ। ରାଜା ପିଠା ଘେନି ସାଧବାଣୀ ସାନ୍ନିଧ୍ୟକୁ ଗଲେ। ବଇଲେ, ଆଗ ସାଧବାଣୀ, ଆମର ରାଣୀ ଏ ବ୍ରତ କରୁଛନ୍ତି, ଆମେ ତହୁଁ ମଣ୍ଡା ଗୋଟିଏ ଆଣିଲୁ, ସେ ପିଠା ଦେବେ କି? ସାଧବାଣୀ ବଇଲା, ହେ ଦେବ, ଆନରେ କାର୍ଯ୍ୟ ନାହିଁ। ଏମନ୍ତ ବୋଲି ବାରୁ ରାଜା ବଢ଼ାଇ ଦେଲେ। ସାଧବାଣୀ ସେ ପିଠା ପାଇ ହରଷ ହୋଇ ଆପଣା ଘରକୁ ଗଲା। ବୋହୂମାନଙ୍କୁ ବଇଲା, କି ଅନ୍ୟାୟ କଲ? ଶ୍ରୀ ମହାଲକ୍ଷ୍ମୀ ମୋତେ ବେଡ଼ିଲେ ପୂଜା କରିବା ପିଠା ବିରାଡ଼ି ଘେନି ରାଜା ନବରେ ପଶିଲା। ମୁଁ ବଡ଼ କାଷ୍ଠା କରି ମାଗିବାରୁ ସେ ରାଜା ମୋତେ ସୁଦଶା ରାଣୀଙ୍କଠାରୁ ସୁଦଶା ବ୍ରତ ପିଠା ଗୋଟିଏ ଆଣିଦେଲେ। ଶ୍ରୀ ମହାଲକ୍ଷ୍ମୀ ମୋତେ ସୁଦୟା କଲେ। ଏମନ୍ତ ବୋଲି 10 କ୍ଷୀର ସୁତା 10 ବରଷ ପୁଅ ହାତେ 10 ହାତ ଲମ୍ବ କରି 3 ଗୁଣ କରି ବଳେ 10 ଗଣ୍ଠି ପକାଇବ। ସେ 10 ଗଣ୍ଠି ମହିମା କହିବା। ପ୍ରଥମ ଗଣ୍ଠି ଆଦିମାତା, ଦ୍ୱିତୀୟ ଗଣ୍ଠି ବିଘ୍ନସେନୀ, ତୃତୀୟ ଗଣ୍ଠି ମାହେଶ୍ୱରୀ, ଚତୁର୍ଥ ଗଣ୍ଠି ବରାହୀ, ପଞ୍ଚମ ଗଣ୍ଠି ଲୋକଧାତ୍ରୀ, ଷଷ୍ଠ ଗଣ୍ଠି ଅନ୍ନପୂର୍ଣ୍ଣା, ସପ୍ତମ ଗଣ୍ଠି କାମାକ୍ଷୀ, ଅଷ୍ଟମ ଗଣ୍ଠି ଉଗ୍ରତାରା, ନବମ ଗଣ୍ଠି ମହାଲକ୍ଷ୍ମୀ, ଦଶମ ଗଣ୍ଠି କମଳିନୀ। ଶ୍ରୀ ମହାଲକ୍ଷ୍ମୀ ବୋଲି ହାତରେ ବାନ୍ଧିଲେ। 10 ଗୋଟି ଦୁବ 10 ଗୋଟି ତଣ୍ଡୁଳ ମଥାରେ ଖସିଲା। ଶ୍ରୀ ମହାଲକ୍ଷ୍ମୀ କମଳିନୀ ବୋଲି ପିଠା 10 ଗୋଟି, ଆଉ ଅନେକ ଦ୍ରବ୍ୟମାନ କ୍ଷୀରିସା ଅଟକାଳି ନାନା ନୈବେଦ୍ୟ କଲା। ଶ୍ରୀ ମହାଲକ୍ଷ୍ମୀ ପଦ୍ମଳୟା ପଦ୍ମସେନୀ ବୋଲି ଆରାଧନା କଲା। ପୁତ୍ର ବନ୍ଧୁ ବସାଇ ବ୍ରତ ଆଚରିଲା। ସାଧବାଣୀକୁ ମହାଲକ୍ଷ୍ମୀ ଅନୁଗ୍ରହ କଲେ। ଏଥି ଉତ୍ତାରୁ ମହାଲକ୍ଷ୍ମୀ ବୃଦ୍ଧ ସ୍ୱରୂପରେ ରାଜାଙ୍କୁ ସ୍ୱପ୍ନରେ ଦେଖାଦେଲେ। ହୋଇ ବଇଲେ, ହେ ରାଜା, ଏ ପୁରରେ କିମ୍ପା ଅଛୁ, ଏଥିରୁ ବାହାର ହୋଇଯାଅ। ମୋହର କଟକରେ କ୍ଷଣ ନ ରୁହ। ତୋତେ ଲକ୍ଷ୍ମୀ ଛାଡ଼ିଲା, ତୁ ଲକ୍ଷ୍ମୀ ଧରା ହେଲୁ, ତୋତେ ବିପଦୀମାନ ପଡ଼ିବ। ବେଗେ ବାହାରି ଯାଅ, ଥିଲେ ବିପଦୀମାନ ପଡ଼ିବ। ଏମନ୍ତ କହି ଲକ୍ଷ୍ମୀ ଅନ୍ତର୍ଦ୍ଧାନ ହେଲେ। ରାଜା ନିଦ୍ରାରୁ ଉଠି ରାଣୀଙ୍କୁ ଡକାଇଲେ। ବଇଲେ, ମୋତେ ମହାଲକ୍ଷ୍ମୀ ବୃଦ୍ଧ ସ୍ୱରୂପରେ ସ୍ୱପ୍ନରେ ମୋତେ କହିଲେ, ମୋହର କଟକରେ ଦଣ୍ଡେ ନ ରୁହ, ବେଗେ ବାହାରି ଯାଅ, ଥିଲେ ବିପଦୀମାନ ପଡ଼ିବ। ଏ କଥା କେମନ୍ତ? ରାଣୀ ବଇଲେ, ଆମକୁ ବିପଦୀମାନ ପଡ଼ିବ। ମହାଲକ୍ଷ୍ମୀ ଛାଡ଼ିଲେ, ଲକ୍ଷ୍ମୀ ଧରା ଆରମ୍ଭ ହେଲା। ରାଜା ବଇଲେ, ବିଚାର କରିବା। ରାଣୀ ବଇଲେ, ପୁରୁ ବାହାରି ଯିବା। ଏମନ୍ତ ବିଚାରି ରାଜା ରାଣୀ ବାହାରିଗଲେ। ରାଜ୍ୟରୁ ବାହାରନ୍ତେ ରାଜାଙ୍କୁ ରକ୍ତ ବାତ ବ୍ୟାଧି ଧରିଲା। ରାଜା ରାଣୀଙ୍କୁ ବଇଲେ, ବାଟକୁ ଅନ୍ନ ଧରିଥାଅ, ଭୋକ କଲେ ଭୋଜନ କରିବା। ରାଜାଙ୍କଠାରୁ ଏମନ୍ତ ବଚନ ଶୁଣି ଅନ୍ନ ପୋଡ଼ାଏ ବାନ୍ଧି କରି ରାଜା ରାଣୀ ଗୁପ୍ତରେ ବାହାରି ଗଲେ। ବନସ୍ଥ ଭିତରେ ପଶନ୍ତେ ରାଜାଙ୍କୁ ବଡ଼ କ୍ଷୁଧା କଲା। ରାଜା ରାଣୀଙ୍କୁ ବଇଲେ, ବଡ଼ କ୍ଷୁଧା କଲା, ଏମନ୍ତ କହି ଚାଲନ୍ତେ। ଏକ ସରୋବର ସ୍ନାନ କରି ଶୁକ୍ଳବନ୍ତ ହେଲେ। ରାଜା ନିତ୍ୟକର୍ମ ଜପ ସାରି ଉଠିଲେ। ଦେଖିଲେ ସେ ସରୋବର ପାଖରେ ଜଳ ଖାତରେ ବହୁତ ମାଛ ଅଛି। ତାହା ଦେଖି ସେ ଖାତ ବାହି ମାଛ ପୋଡ଼ାଏ ଧରି ଆଣି ରାଣୀ ଛାମୁରେ ଦେଲେ। ରାଜା ବଇଲେ, ରାଣୀ ଏ ମାଛ ପୋଡ଼ା କର। ମାଛ ପୋଡ଼ି ସୁସ୍ଥ କରି ଅନ୍ନ ଭୁଞ୍ଜିବା। ଶୁଣି ରାଣୀ ମାଛ ପୋଡ଼ିଲେ। ରାଜା ସ୍ନାନ କରି ଆସି ଭୁଞ୍ଜି ବସିଲେ। ସେ ମାଛ ପୋଡ଼ା ଆଣି ରାଣୀ ରାଜା ଛାମୁରେ ଦିଅନ୍ତେ, ସେ ମାଛମାନେ ଜି କରି ପାଣିରେ ପଶିଲେ। ତାହା ରାଜା ଦେଖି ଚମତ୍କାର ହେଲେ। ରାଣୀଙ୍କୁ ପଚାରିଲେ, କେମନ୍ତ ଏ ମାଛମାନେ ହସ ହସ ହୋଇ ପାଣିରେ ପଶିଲେ? ରାଣୀ ବଇଲେ, ଆମେ ଲକ୍ଷ୍ମୀ ଦ୍ର ହେବାରୁ ଲକ୍ଷ୍ମୀ ଆମକୁ ବିଡ଼ୁଛନ୍ତି। ଏମନ୍ତ ବିଚାରି ସେ ଭାତ ନ ଭୁଞ୍ଜିଲେ ସେ ଭାତ ପୋଡ଼ା ଘେନି ଯାଆନ୍ତେ। କିଛି ଦୂରେ ଗୋଟିଏ ଦେଖିଲେ। ଦେଖି ଆନନ୍ଦ ହେଲେ। କୁମ୍ଭାର ସାଙ୍ଗଳରେ ରହିଲେ। ସେ ଭାତ ପୋଡ଼ା ଘେନି କଣରେ ରାଜା ରାଣୀ ଦୁହେଁ ବସିଲେ। ଏହାକୁ ଦେଖି ମାନେ ବିଚାରି ପାରୁ ସେ ପ୍ରବେଶ ହେଲେ। ତାହାଙ୍କୁ ସଙ୍ଗାଳିଲେ। ବଇଲେ, ତୁମେ କାହୁଁ ଆଇଲ? ରନ୍ଧା ନ କଲ? ସନ୍ଧ୍ୟା କାଳେ ପ୍ରବେଶ ହେଲା। ଏହା ଶୁଣି ରାଜା ରାଣୀ କୁମ୍ଭାରକୁ ବଇଲେ, ହାଣ୍ଡି ଗୋଟିଏ ତୁମେ ଦିଅ। ଶୁଣି ସେ କୁମ୍ଭାର ଗୋଟିଏ ହାଣ୍ଡି ଦେଲା। ହାଣ୍ଡି ଘେନି ରାଣୀ ପାଣିକୁ ଗଲେ। ପାଣି ଆଣନ୍ତେ ଭାତ ପୋଡ଼ା ରଖିବାଠାରେ ଦେଖିଲେ ସେ ଭାତ କୁକୁର ଛୁଇଁଲା। ତାହା ଦେଖି ରାଣୀ ବହୁତ ବିସ୍ମୟ ହୋଇ ଭାତ ପୋଡ଼ାକୁ କୁମ୍ଭାରକୁ ଦେଲେ। କହିଲେ, ଭାତ ତୋର ପୁତ୍ରମାନେ ଖାଆନ୍ତୁ। ସେ କୁମ୍ଭାର
ବଡ଼ ଦରିଦ୍ର ଅଟଇ ସେ ଭାତ ପୋଡ଼ା ଦେଖି ବଡ଼ ଆନନ୍ଦ ହେଲା। ଘରେ ଯାଇ ପିଟାଇ ଦେଖିଲା ସୁବର୍ଣ୍ଣ ହୋଇଅଛି ଦେଖି ମା ଆନନ୍ଦିତ ହୋଇ ବିଚାରିଲା, ଏତେ ବଡ଼ ଲକ୍ଷ୍ମୀ ନାରାୟଣ ବା ନହିଲେ କି ଭାତ ସୁବର୍ଣ୍ଣ ହୋଇଲା? ଏମନ୍ତ ସେ ଦରିଦ୍ର କୁମ୍ଭାର ଧନବନ୍ତ ହୋଇ ସୁଖେ ରହିଲା। ରାଜାରାଣୀ ସେ କୁମ୍ଭାରଶାଳେ ଉପବାସ ରହିଲେ। ପ୍ରଭାତ କାଳେ ସେ ନଗରରେ ସାଧବ ଭାର୍ଯ୍ୟା ହାଣ୍ଡି ପାଇଁ ଯାଇ ସେ କୁମ୍ଭାରଶାଳେ ପ୍ରବେଶ ହେଲା। ରାଜାରାଣୀକୁ ଦେଖି ମନେ ବିଚାରିଲା, ଏତେ ବଡ଼ ଲୋକ ପରା ଦିଶୁଅଛନ୍ତି। ଏମନ୍ତ ମନେ ବିଚାରି ସାଧବାଣୀ ତାକୁ କହିଲା, ତୁମେ କିଏ? ସେ ବଡ଼ ଲୋକ ପରା ଦିଶୁଅଛ, ଆସ ଆମ ଘରକୁ ଯିବା। ରାଜାରାଣୀ ଶୁଣି ଉଠିଲେ। ସାଧବାଣୀ ତାଙ୍କୁ ଆଗ କରି ଘରକୁ ନେଲେ। ସାଧବାଣୀ ରତ୍ନ ପାତ୍ରରେ ପାଣି ଆଣି ଦୁଇ ଜଣଙ୍କ ପାଦ ଧୋଇ ଦିବ୍ୟ ଆସନ ବସାଇଲେ। ସାଧୁତା ଦେଖି ଘର ବଖରାଏ ସଜାଡ଼ି କରି ହାଣ୍ଡି ଚାଉଳ ମୁଗ ଖଣ୍ଡସାକର ଘୃତ ସହିତ କରି 84 ପ୍ରକାର ଭରଜା କରି ସଞ୍ଚାମାନ ଦେଲେ। ରାଣୀ ଯେ ନିତ୍ୟକର୍ମ ସାରି ପାକ ଶୁଦ୍ଧି କରି ଅନ୍ନ ବ୍ୟଞ୍ଜନ ଆଦି ସମସ୍ତ ପାକମାନ କଲେ। ରାଜା ମର୍ଦ୍ଦନ ମାର୍ଜନା ସାରି ସ୍ନାନ ନିତ୍ୟକର୍ମ ସାରି ମଣୋହିରେ ବିଜେ କଲେ। ରାଣୀ ଅନ୍ନ ପରସିବା ସମୟରେ ରନ୍ଧନ ସାମଗ୍ରୀରେ କୁକୁର ଗୋଟିଏ ଛୁଇଁଗଲା। ରାଣୀ ଦେଖିଲେ, ବଡ଼ ବିସ୍ମୟ ହେଲା। ପାକ ବାହାର କରି ପକାଇଲେ। ସେଦିନ ରାଜାରାଣୀ ଦୁହେଁ ଉପବାସ ରହିଲେ। ଏମନ୍ତ 4-5 ଦିନ ଉପବାସ ରହନ୍ତେ ରାଜାରାଣୀଙ୍କ ଦେହ କ୍ଷୀଣ ହୋଇ ହେଲା। ସାଧବାଣୀ ଦେଖି ମନେ ବିଚାରିଲା, ମୁଁ ତ ସବୁଦିନ ଯାବତ ସାମଗ୍ରୀ ବୁନ୍ଦି ଏହାଙ୍କ ଦେହ କ୍ଷୀଣ ହେଲା କି ପାଇଁ? ଏ ପାକମାନ କି କରନ୍ତି? ଏମନ୍ତ ବିଚାରି ଚାରିଆଡ଼େ ଯାଇ ଦେଖିଲା, ପାକମାନ ପଡ଼ିଅଛି। ହାଣ୍ଡିମାନ ଦେଖିଲା, ଭାତ ଦିଅଣ ଶ୍ଵେତ କାକର ଆଦି ସାମଗ୍ରୀମାନ ପଡ଼ିଅଛି। ତା ଦେଖି ସାଧବାଣୀ ପାଖରେ ବସି ପଚାରିଲା, ତୁମେ ଆସିବା ଦିନୁ ମୁଁ ନିତ୍ୟ ଯୋଗାଡ଼ମାନ ଦେଉଛି, ତୁମେ ଦେହ କିମ୍ପା କ୍ଷୀଣ ହେଲା? ଏହା କଥା ଦେଖି ମୋତେ ସତ୍ୟ କରି କୁହ। ଏହା ଶୁଣି ରାଣୀ କହିଲା, ତୁମେ ନିତ୍ୟ ଯୋଗାଡ଼ି ଦିଅ, ଆମେ ପାକ ସମ୍ପାଦିବା ଜାଣି କୁକୁର ଗୋଟିଏ ଆସି ସେ ପାକ ଛୁଇଁ ତେଣୁ କରି ସେ ପାକମାନ ପକାଇ ଦେଉ, ଉପବାସ ରହୁ। ସାଧବାଣୀ କହିଲା, ଲକ୍ଷ୍ମୀଧର ଅଟନ୍ତି ଏତେ ବଡ଼ ଲୋକ? ଏମନ୍ତ ବିଚାରି ପଚାରିଲା, ତୁମେ କିଏ ସେ ମୋତେ ସତ୍ୟ କରି କୁହ, କେଉଁ ରାଜ୍ୟରୁ ଆଇଲ? ଏ ବଚନ ଶୁଣି ରାଣୀ କହିଲେ, ସୁଦର୍ଶନ ରାଜା, ମୁଁ ସୁଦଶା ରାଣୀ ରାଜାଙ୍କ ପାଟରାଣୀ ଅଟଇ। ରାଜା ନା ବୁଝିବା ହେତୁ ଏ ଫଳ ପାଉଛୁ। ଏକ ଦିନେ ମକର ମାସ ଶୁକ୍ଳପକ୍ଷ ଦଶମୀ ଗୁରୁବାର ସୁଦଶା ବ୍ରତ ପଡ଼ିଲା। ସୁଦଶା ବ୍ରତ କରୁଥିଲୁ। ଆମ ରାଜ୍ୟର ସାଧବାଣୀ ବୋଲିଥିଲା, ହୁଳହୁଳି ଦେଇ ମହାଲକ୍ଷ୍ମୀ ଆରାଧନା କରି କଥା କହୁଅଛି। ଏମନ୍ତ ସମୟରେ ଗୋଟିଏ ବିରାଡ଼ି ଗୋଟିଏ ପୂଜା ମଣ୍ଡା ଥୋଇଥିଲା। ତହିଁରୁ ମଣ୍ଡା ଗୋଟିଏ ବିରାଡ଼ି ଘେନି ପଳାଇଲା। ଆମ ଶ୍ରୀନଗରରେ ପଶିଲା। ସାଧବାଣୀ ଦେଖି ବିରାଡ଼ି ପଛେ ଗୋଡ଼ାଇ ଆମ ସିଂହଦ୍ୱାରେ ହୁଏନ୍ତେ ଦ୍ୱାରପାଳମାନ ଛାଡ଼ି ନ ଦେଲେ ସେ ସାଧବାଣୀ ଦ୍ୱାରେ ବଡ଼ କାଷ୍ଠା ରଜନୀ କରନ୍ତେ। ରାଜା ଶୁଣି ସୁନା ମଣ୍ଡା ଗୋଟିଏ ଯାଚିଲେ। ସେ ନାସ୍ତି କଲା, ମୋର ସୁନା ମଣ୍ଡାରେ କାର୍ଯ୍ୟ ନାହିଁ। ତୁମ ରାଣୀଙ୍କ ପୂଜା ମଣ୍ଡାରୁ ଗୋଟିଏ ଦେଲେ ମୁଁ ନେବି, ରହିଲେ ଏଠାରେ ପ୍ରାଣ ହରାଇବି। ତାହା ଶୁଣି ରାଜା ଆମ୍ଭ ରାଣୀ ହଂସପୁରକୁ ଚଳିଗଲେ। ରାଜା ବିଜେ କଲେ, ସୁନା ମଣ୍ଡାରେ କାର୍ଯ୍ୟ ନାହିଁ, ତୁମ ରାଣୀଙ୍କ ପୂଜା ମଣ୍ଡାରୁ ଗୋଟିଏ ଦେଲେ ମୁଁ ନେବି, ନହିଲେ ଏଠାରେ ପ୍ରାଣ ହରାଇବି। ତାହା ଶୁଣି ରାଜା ଆମ୍ଭ ରାଣୀ ହଂସପୁରକୁ ଚଳିଗଲେ। ରାଜା ବିଜେ କଲେ, ଆମେ ଅନସ୍ୱତ ରାଣୀଙ୍କୁ ଘେନି ପୂଜା କରୁଥିଲୁ। ଆମକୁ ଯାଇ ସତ୍ୟ କରାଇ ମଣ୍ଡା ଗୋଟିଏ ମାଗିଲେ। ମୁଁ ପୂଜା ମଣ୍ଡାରୁ ଗୋଟିଏ ଦେଲି, ସେ ମଣ୍ଡାଟି ସାଧବାଣୀକୁ ଦେଲି। ଦିନୁ ଆମେ ହତରାଜ୍ୟ ହେଲୁ। ସେ ସାଧବାଣୀ ରାଣୀଠାରୁ ଶୁଣି ତୁନି ହୋଇ ରହିଲା। ହେମନ୍ତ ରାଜା ରାଣୀ ସାଧବ କରିଥାନ୍ତି। ଏକଥା ସାଧବାଣୀ କହିବାରୁ ଲକ୍ଷ୍ମୀ କିଚରୀ ଏ ମୋତେ ନ ଛାଡ଼ିଲେ, ମୋ ଠାରେ ଦର ହେଲେ ବୋଲି ଅନ୍ତଃସ୍ମରଣରେ ବିଚାରିଲେ। ସେ ରାଜ୍ୟର ସମସ୍ତ ସ୍ତ୍ରୀମାନେ ଏ ବ୍ରତ କରୁଛନ୍ତି। ରାଜାଙ୍କୁ ରାଣୀ ପଚାରିଲେ, ହେ ଦେବ, ମୁଁ ବ୍ରତ କରିବି। ରାଜା କହିଲେ, ରାଣୀ ଏ ବ୍ରତ କଲେ କି ହୋଇ? ରାଣୀ କହିଲେ, ଆମେ ଲକ୍ଷ୍ମୀଧରା ହୋଇଥିଲେ ବ୍ରତ କଲେ ଲକ୍ଷ୍ମୀ ଆଲିଙ୍ଗନ କରନ୍ତି। ଲକ୍ଷ୍ମୀ ପ୍ରସନ୍ନ ହେଲେ ସ୍ୱରାଜ୍ୟ ପାଇବା। ହେମନ୍ତ କହତେ ରାଜା ଆନନ୍ଦିତ ହୋଇ ବ୍ରତ କର ବୋଇଲେ। ଯେଉଁ ସାଧବାଣୀ ଘରେ ଥିଲେ, ସେ ସାଧବାଣୀ 7 ପୁତ୍ର ବୋହୂ ଘେନି ବ୍ରତ କରୁଅଛି। ସେମାନଙ୍କ ସାଙ୍ଗରେ ବ୍ରତ ଆଚରିଲେ। ସାଧବାଣୀ ରାଣୀଙ୍କୁ ଦେଖି ବହୁତ ହୃଷ୍ଟରେ ଦେବତା ପୂଜା କରି ବସାଇ ମାଣିକ୍ୟର ଦୀପାଳି ଗୁଆ ଘୃତରେ ଦୀପ ଜାଳିଲେ। ଶୁକ୍ଳ ପୁଷ୍ପମାନ କଲେ, ଶୁକ୍ଳ ପାଟମାନ ଆଭରଣ କଲେ। ସେ ମହାଲକ୍ଷ୍ମୀ ବୋଲି ସାଧବାଣୀ କଥା କହି ବସିଲେ। ସାଧବାଣୀ ବ୍ରତ କଥା କହି ମହାଲକ୍ଷ୍ମୀଙ୍କୁ ଚିନ୍ତା କରି ବସିଲେ। ଏ ଉତ୍ତାରୁ ସାଧବାଣୀ ପାଦ ତଳେ ପଡ଼ି ବୋଇଲେ। ସାଧବାଣୀ ବାମ କରେ ଟେକି ଉଠ ବୋଲି ବୋଇଲେ। ସାଧବାଣୀ ବୋଇଲା, ତୁମେ ବଡ଼ ଲୋକ, ଏତେ ଲୋକ ଏଡ଼େ ବଡ଼ ଲୋକ ବୋଲି ଜାଣି ନଥିଲି।
ତୁମେ ଯେଉଁଦିନ ମୋ ଘରେ ବିଜେ କଲ ସେହିଦିନ ମହାଲକ୍ଷ୍ମୀ ମୋତେ 4 ପାଦ ଦୟା ଅନୁଗ୍ରହ କଲେ। ଏତେ କହି ସାଧବାଣୀ ଘରକୁ ଗଲେ। 10 ବର୍ଷ ପୁଅ ହାତେ 10 ହାତ ଲମ୍ବ କରି 3 ଗୁଣ କରି ବଳି 10 ଗୋଟି ଗଣ୍ଠି ପକାଇଲେ। 10 ଗୋଟି ଦୁବ 10 ଗୋଟି ଚାଉଳ ମଥାରେ ଘେନିଲେ। ମହାଲକ୍ଷ୍ମୀଙ୍କୁ ସ୍ମରଣ କରି 10 ଗୋଟି ମଣ୍ଡା କ୍ଷୀରି କ୍ଷୀରିସା ଅଟଗାଳି ନୈବେଦ୍ୟ କଲେ। ମହାଲକ୍ଷ୍ମୀଙ୍କୁ ମଣିମା ବୋଲି ରାଣୀ ମଧ୍ୟ ଏହି ରୂପେ ପୂଜାବିଧି କଲେ। ସାଧବାଣୀ ଆପଣା ଗୃହସ୍ଥ ପୁତ୍ର ବନ୍ଧୁକୁ ବସାଇ ଭୋଜନ ଦେଲେ। ଏମନ୍ତଟି ସୁଦଶା ବ୍ରତ କଥା। ଏ ଉତ୍ତାରୁ ସୁଦର୍ଶନ ରାଜା ରାଜ୍ୟରେ ନଥିଲେ। ରାଜ୍ୟର ଭାଇ ଦେନା ପାତ୍ର ମନ୍ତ୍ରୀ ଅମାତ୍ୟମାନେ ମହାଗଳ କରୁଛନ୍ତି। ବୋଇଲେ ମୁଁ ରାଜା ହେବି। ଏକୁଆର ଅନର୍ଥ କରୁଛନ୍ତି। ମନ୍ତ୍ରୀ ବୋଇଲେ ତୁମେମାନେ ଅନର୍ଥ ନ କର। ପାଟ ହାତୀକୁ ମଣ୍ଡିବା କଳସ ଦେବା ଯାହା ସେରେ ପୂର୍ଣ୍ଣ କୁମ୍ଭ ଢାଳିବ ସେ ରାଜା ହେମନ୍ତ କୁହନ୍ତି। ସମସ୍ତେ ସମ୍ମତ କଲେ। ମନ୍ତ୍ରୀ ପାଟ ହସ୍ତୀକୁ ବିଚିତ୍ର କେଶ କଲେ। ସୁବର୍ଣ୍ଣ କୁମ୍ଭରେ ପାଣି ପୁରାଇ ସେ ସୁବର୍ଣ୍ଣ କୁମ୍ଭ ଦେଲେ। ପୁଷ୍ପମାଳ ଗୋଟିଏ ଦେଲେ। ସେ ହସ୍ତୀ ମୁକୁଳା କରି ଛାଡ଼ିଦେଲେ। ପାତ୍ର ମନ୍ତ୍ରୀ ଜେନା ଆଦି ବଡ଼ ଲୋକମାନେ ସମସ୍ତେ ଥାନ୍ତି। ନଗର ଲୋକମାନେ ଜାତି ପରଜାତି ଏମାନେ ହସ୍ତୀ ଚାରିପାଖେ ଥାନ୍ତି। ହସ୍ତୀ ନଗର ଜାଗା ବୋଲିଲା କାହିଁ ରାଜାଙ୍କୁ ନ ଦେଖିଲା। ସେ ନଗରରୁ ବାହାରି ହୋଇ ସାଧୃତ ନଗରରେ ପ୍ରବେଶ ହେଲା। ସୁଦର୍ଶନ ରାଜା ସାଧୁଥର ଚୌରି ପାଖେ ବସିଥିଲା। ସେ ପାଟ ହସ୍ତୀ ରାଜାକୁ ଦେଖି ରାଜଶ୍ରୀରେ ପୂର୍ଣ୍ଣ କୁମ୍ଭ ଅଭିଷେକ କରେଇଲା। ରାଜାକୁ କାନ୍ଧରେ ବସାଇଲା। ତା ଦେଖି ପାତ୍ର ମନ୍ତ୍ରୀ ମାନେ ନିଉଛାଳି କରି ପାଡ଼େ ପଡ଼ି ଶୋଇଲେ। ନିଯୋଗୀମାନେ ଯେ ଯାହାର ସେବାରେ ରହିଲେ। ଛତ୍ରମାନେ ଚାମରମାନେ ଜାଳିଲେ। ଢାଲ ମହୁରୀ ବୀର କାହାଳି ଭେରୀ ମୃଦଙ୍ଗ ତାଳି ରାମତାଳି ନିଶାଣ ବୀଣା ବଇଁଶୀ ହୁଳହୁଳି କରିବାର ନୃତ୍ୟରଙ୍ଗ ମଙ୍ଗଳାଷ୍ଟକ ମହାସମ୍ଭ୍ରମରେ ରାଜା ବିଜେ କଲେ। ଧାଇ ମୁଦୁସୁଲି ପଇଲି ପରିବାରମାନେ ରାଣୀଙ୍କୁ ରତ୍ନ ହନ୍ଦଳରେ ବିଜେ କରାଇଲେ। ମଣିବା ଶବ୍ଦ ନିରନ୍ତରେ ଛୁଛି। ଏଥିଉତ୍ତରେ ସାଧବାଣୀ ପଛେ ପଛେ ଗଡ଼ାଇ ବୋଇଲା ବହୁ ଠାକୁରାଣୀ ମୋତେ ଅନୁଗ୍ରହ କର। ବହୁ ଦୂର ଯାଇ ଏହା ଜଣାଇଲା। ରାଣୀ ବୋଇଲେ ଅପାର ଦୂର ଅଇଲି। ଏବେ ତୁମର ଘରକୁ ଯାଅ। ଲକ୍ଷ୍ମୀନାରାୟଣ ତୁମକୁ ଦୟା କରନ୍ତୁ। ଏମନ୍ତ କହି ସାଧବାଣୀକୁ ଦିବ୍ୟ ପାଟ ଆୟ ଅଳଙ୍କାର ମାନ ଦେଲେ। ପୁତ୍ର ନାତିମାନଙ୍କୁ ଦେଲେ। ସାଧବାଣୀକୁ ମେଲାଣି ଦେଲେ। ସାଧବାଣୀ ଆନନ୍ଦ ହୋଇ ଆପଣା ଗୃହରେ ପ୍ରବେଶ ହେଲେ। ଏ ଉତ୍ତାରେ ରାଜା ରାଣୀ ଆପଣା କଟକରେ ପ୍ରବେଶ ହେଲେ। ନଗ୍ର ଉତ୍ସବ କରାଇଲେ। ରାଜା ରାଣୀ ଶ୍ରୀନବରେ ରହିଲେ। ଏ ସୁଦଶା ବ୍ରତ କଥା ହେମନ୍ତ ବ୍ରତକୁ ଆଚରିବ। ଲକ୍ଷ୍ମୀଙ୍କର ସୁଦଶା ବ୍ରତ ଦିନ ପଦାର୍ଥମାନ ପରହସ୍ତ ନ ଦେବ। ଇତି ଶ୍ରୀ ସୁଦଶା ବ୍ରତ କଥା ସମାପ୍ତ।